ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଆରମ୍ଭ ହୋଇଛି ଅନବସର ନୀତି। ଏହି ନୀତିରେ ଏକ ବିଶେଷ ନୀତି ହେଉଛି ପଣାଭୋଗ ନୀତି, ଯାହାକୁ ଅଣସର ପଣା କୁହାଯାଇଥାଏ। ଶ୍ରୀମନ୍ଦିର ଭୋଗ ପରମ୍ପରା ମଧ୍ୟରେ 3 ପ୍ରକାର ପଣା ଭୋଗ ହୋଇଥାଏ। ତାହା ହେଲା ଦୈନନ୍ଦିନ ପଣା, ଅଣସର ପଣା ଓ ଅଧରପଣା। ତେବେ ରଥ ଉପରେ ଅନୁଷ୍ଠିତ ଅଧରପଣା ହେଉଛି ସର୍ବବୃହତ ପଣା ଭୋଗ। ସେହିପରି ମହାପ୍ରଭୁମାନେ ରତ୍ନସିଂହାସନ, ଅଣସର ପିଣ୍ଡି, ଆଡ଼ପ ମଣ୍ଡପ, ସ୍ନାନ ମଣ୍ଡପ ଓ ପହଣ୍ଡି ବିଜେ ସମୟରେ ବିରାଜମାନ କରୁଥିବା ବେଳେ ପଣାଭୋଗ ହେବାର ବିଧି ରହିଛି। ପଣାଭୋଗ ମହାପ୍ରଭୁଙ୍କର ଦୈନନ୍ଦିନ ନୀତି ସମେତ କେତେକ ବିଶେଷ ପର୍ବାଣୀ ଦିନମାନଙ୍କରେ ମଧ୍ୟ ହୋଇଥାଏ। ଏହାର ଅନ୍ୟ ଏକ ନାମ ହେଲା ପ୍ରପାଣକ। ଏହି ନାମ ଅପଭ୍ରଂଶରେ ପ୍ରପାନକ ବା ପଣା ନାମରେ ପରିଚିତ ଅଟେ। ମାଦଳା ପାଞ୍ଜିରେ ବର୍ଣ୍ଣିତ ତଥ୍ୟ ଅନୁସାରେ ଅତୀତରେ ଶ୍ରୀମନ୍ଦିରରେ ପଣା ପ୍ରସ୍ତୁତ କରୁଥିବା ସେବକଙ୍କୁ ପଣାସୁଆର ସେବକ ନାମରେ ଅଭିହିତ କରାଯାଇଥିଲା। ଏହି ଅଣସର ପଣାକୁ ସେବକମାନେ ଡାକପଣା ମଧ୍ୟ କହିଥାନ୍ତି। ଅଣସର ଘରେ ବିଦ୍ୟାପତି ବଂଶର ସେବକମାନେ 15 ଦିନ ଧରି କର୍ପୂର ମିଶା ମିଶ୍ରପଣା ବିଷ୍ଣୁଙ୍କୁ ଭୋଗ ଲଗାଇ ପୂଜା କରନ୍ତି। ମିଶ୍ରି ପଣାରେ କ୍ଷୀର ସର ମିଶାଇ ପରଂବ୍ରହ୍ମଙ୍କୁ ଚିନ୍ତା କରି ସମର୍ପଣ କରାଯାଇଥାଏ। ନୀଳାଦ୍ରି ମହୋଦୟର 15ଦଶ ଅଧ୍ୟାୟରେ ଏ ସମ୍ପର୍କରେ ସୂଚନା ଅଛି। ଅଣସର ସମୟରେ ଦୈତାପତି ସେବକମାନଙ୍କ ଦ୍ୱାରା ଅଣସର ପଟିଦିଅଙ୍କ ପାଖରେ ସରଭୋଗ କରାଯିବା ପରେ ଏଥିରେ ସେବକମାନେ ଜଳ, ଚିନି, କର୍ପୂର ଇତ୍ୟାଦି ମିଶ୍ରିତ କରି ଅଣସର ପଣା ପ୍ରସ୍ତୁତ କରନ୍ତି। ସେବକମାନେ ନିଜସ୍ୱ ଗୃହରେ ଅତ୍ୟନ୍ତ ଶୁଦ୍ଧପୂତ ଭାବେ ଏହି ପଣା ପ୍ରସ୍ତୁତ କରି ବିଭିନ୍ନ ଭକ୍ତ, ବ୍ୟକ୍ତି ବିଶେଷ ତଥା ସେବକମାନଙ୍କ ଘରକୁ ପଠାଇଥାନ୍ତି। ସେହିପରି ଦୈତାପତି ନିଯୋଗ ପକ୍ଷରୁ ମଧ୍ୟ ଏହି ପଣା ବିଭିନ୍ନ ସେବକ, ଶ୍ରୀମନ୍ଦିର କାର୍ଯ୍ୟାଳୟ ଇତ୍ୟାଦି ସ୍ଥାନକୁ ପଠାଯାଇଥାଏ। ଏହି ପଣାକୁ ମଧ୍ୟ ଡାକପଣା ନାମରେ ଅଭିହିତ କରାଯାଇଥାଏ। ଏହି ପଣା ବଣ୍ଟନ ପ୍ରାୟ 14 ଦିନ ଧରି ହୋଇଥାଏ। ଏହାର ସ୍ୱାଦ ଓ ବାସ୍ନା ଅଦ୍ଭୁତ। ଏହି ପଣା ଅନ୍ୟ ଦିନମାନଙ୍କରେ ହୋଇନଥାଏ। ପୁରାଣରେ ବର୍ଣ୍ଣିତ ହୋଇଛି କି ବ୍ରହ୍ମା ଇନ୍ଦ୍ରଦ୍ୟୁମ୍ନଙ୍କୁ କହିଛନ୍ତି, ହେ ରାଜା, ଅଣସର ଘରେ ବିଦ୍ୟାପତି ବଂଶର ସେବକମାନେ 15 ଦିନ ଧରି କର୍ପୂର ମିଶା ମିଶ୍ରି ପଣା ବିଷ୍ଣୁଙ୍କୁ ଭୋଗ ଲଗାଇ ପୂଜା କରିବେ। ମିଶ୍ରି ପଣାରେ କ୍ଷୀର ସର ମିଶାଇ ପରଂବ୍ରହ୍ମଙ୍କୁ ଚିନ୍ତା କରି ସମର୍ପଣ କରିବେ, ଯାହା ମର୍ତ୍ତ୍ୟ ଲୋକରେ ଅଣସର ପଣା ନାମରେ ଖ୍ୟାତ ହେବ। ଆମ ଧର୍ମ, ସଂସ୍କୃତି ଓ ପରମ୍ପରା ବିଷୟରେ ଅଧିକ ଜାଣିବା ପାଇଁ ଦେଖନ୍ତୁ ଭକ୍ତି ଓଡ଼ିଶା ଆଧ୍ୟାତ୍ମିକତାର ଏକ ଅନୁଭବ।